ପିଲାମାନେ ପୁଣି ଗୋଟିଏ ସୁନ୍ଦର MCQ ଭିଡ଼ିଓକୁ ତୁମମାନଙ୍କୁ ମୁଁ ସ୍ୱାଗତ କରୁଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ। ଏହି ଟପିକ୍ରୁ ଯାହା ବି MCQ ଅଛି ପିଲାମାନେ ସେହି MCQ ବିଷୟରେ ଆମେ ଆଲୋଚନା କରିବା ଏବଂ ଏହି ବିଷୟବସ୍ତୁରେ ଆମେ ଟୋଟାଲ 38 ବା 38ଟି MCQ ବିଷୟରେ ଆଲୋଚନା କରିବା। ପିଲାମାନେ ମୁଁ ତୁମମାନଙ୍କୁ କହିବି ଏହି ଭିଡ଼ିଓଟିକୁ ଏଟଲିଷ୍ଟ 2ରୁ 3 ଥର ଯେମିତି ହେଲେ ଦେଖିବ, ଯଦ୍ୱାରା କ'ଣ ହେବ ପିଲାମାନେ ଏହି ବିଷୟବସ୍ତୁରୁ ଯଦି ବି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ତାହେଲେ ତୁମେ ତାକୁ ରାଇଟ୍ କରିପାରିବ। ତା ସହିତ ପିଲାମାନେ ତୁମ ପାଇଁ ଏହା ଯେଉଁ ଆଗରେ ଯାହା ବି ଏକ୍ଜାମ୍ ଗୁଡ଼ିକ ଦେବ ତାର ବିଷୟରେ ବି ବହୁତ କାମରେ ଆସିବ ପିଲାମାନେ। ତ ତୁମମାନେ ଏଟଲିଷ୍ଟ 2ରୁ 3 ଥର ଦେଖିବ ପିଲାମାନେ ଏହି ଭିଡ଼ିଓଟିକୁ। ଆହୁରି ପିଲାମାନେ ଶେଷରେ ମୁଁ ତୁମ ପାଇଁ 6ଟି ପ୍ରଶ୍ନ ବି ଦେଇଛି। ସେ 6ଟି ପ୍ରଶ୍ନକୁ ତୁମେମାନେ କମେଣ୍ଟ ବକ୍ସରେ କମେଣ୍ଟ କରିବ ପିଲାମାନେ। ମୁଁ ସେହି କମେଣ୍ଟ ବକ୍ସରୁ ଚେକ୍ କରିବି ତୁମର କେତୋଟି ପ୍ରଶ୍ନ ରାଇଟ୍ ହେଉଛି। ବିନା ଦେଖିକି ହିଁ ତାର ଉତ୍ତର କରିବ ପିଲାମାନେ। ପ୍ରଥମ ପ୍ରଶ୍ନଟି ହେଉଛି ଜୈନ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକ କେଉଁ ଭାଷାରେ ରଚନା କରାଯାଇଛି? ଜୈନ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକ ପ୍ରାକୃତ ଭାଷାରେ ରଚନା କରାଯାଇଛି। ମହାବୀର ଜିନ କେଉଁ ଭାଷାରେ ତାଙ୍କର ଧର୍ମ ପ୍ରଚାର କରୁଥିଲେ? ମହାବୀର ଜିନ ଅର୍ଦ୍ଧମାଗଧୀ ଭାଷାରେ ତାଙ୍କର ଧର୍ମ ପ୍ରଚାର କରୁଥିଲେ। ଜୈନ ଧର୍ମବାଣୀ ଅର୍ଦ୍ଧମାଗଧୀ ଭାଷାରେ 12ଟି ଗ୍ରନ୍ଥ ଲିଖିତ ହୋଇଅଛି। ତାହାକୁ କ'ଣ କୁହାଯାଏ? ତାହାକୁ ଶ୍ରୁତାଙ୍ଗ ବୋଲିକି କୁହାଯାଏ। ଜୈନମାନେ ପ୍ରଥମେ କାହାକୁ ବିରୋଧ କରୁଥିଲେ? ଜୈନମାନେ ପ୍ରଥମେ ମୂର୍ତ୍ତି ପୂଜାକୁ ବିରୋଧ କରୁଥିଲେ। ଜୈନମାନେ କାହାକୁ ଉପାସନା କରୁଥିଲେ? ଜୈନମାନେ ଜୈନ ତୀର୍ଥଙ୍କର ମାନଙ୍କୁ ଉପାସନା କରୁଥିଲେ। ଶ୍ରବଣ ବେଲଗୋଲାର ବାହୁବଳୀଙ୍କ ମୂର୍ତ୍ତିକୁ କ'ଣ କୁହାଯାଏ? ଶ୍ରବଣ ବେଲଗୋଲାର ବାହୁବଳୀଙ୍କ ମୂର୍ତ୍ତିକୁ ଗୋମାତେଶ୍ୱର ମୂର୍ତ୍ତି ବୋଲି କୁହାଯାଏ। ରିଭିଜନ୍ କରିଦେବା ପିଲାମାନେ। ଜୈନ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକ କେଉଁ ଭାଷାରେ ରଚନା କରାଯାଇଛି? ପ୍ରାକୃତ ଭାଷାରେ ରଚନା କରାଯାଇଛି। ମହାବୀର ଜିନ କେଉଁ ଭାଷାରେ ତାଙ୍କର ଧର୍ମ ପ୍ରଚାର କରୁଥିଲେ? ଅର୍ଦ୍ଧମାଗଧୀ ଭାଷାରେ ଧର୍ମ ପ୍ରଚାର କରୁଥିଲେ। ମହାବୀର ଜୈନ ଧର୍ମବାଣୀ ଅର୍ଦ୍ଧମାଗଧୀ ଭାଷାରେ 12ଟି ଗ୍ରନ୍ଥ ଲିଖିତ ହୋଇଅଛି। ତାକୁ କ'ଣ କୁହାଯାଏ? ଶ୍ରୁତାଙ୍ଗ କୁହାଯାଏ। ଜୈନମାନେ ପ୍ରଥମେ କାହାକୁ ବିରୋଧ କରୁଥିଲେ? ମୂର୍ତ୍ତି ପୂଜାକୁ ବିରୋଧ କରୁଥିଲେ। ଜୈନମାନେ କାହାକୁ ଉପାସନା କରୁଥିଲେ? ଜୈନ ତୀର୍ଥଙ୍କର ମାନଙ୍କୁ ଉପାସନା କରୁଥିଲେ। ଶ୍ରବଣ ବେଲଗୋଲାର ବାହୁବଳୀ ମୂର୍ତ୍ତିକୁ କ'ଣ କୁହାଯାଏ? ଗୋମାତେଶ୍ୱର ମୂର୍ତ୍ତି ବୋଲି କୁହାଯାଏ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ ଗୋମାତେଶ୍ୱର ମନ୍ଦିର କେଉଁଠାରେ ଅବସ୍ଥିତ? ଗୋମାତେଶ୍ୱର ମନ୍ଦିର କର୍ଣ୍ଣାଟକରେ ଅବସ୍ଥିତ। ଗୋମାତେଶ୍ୱର ମନ୍ଦିର କିଏ ନିର୍ମାଣ କରିଥିଲେ? ଗୋମାତେଶ୍ୱର ମନ୍ଦିର ରଚମଲ୍ଲଙ୍କ ମନ୍ତ୍ରୀ ଚାମୁଣ୍ଡାରାୟ ତିଆରି କରିଥିଲେ। ଗୋମାତେଶ୍ୱର ମନ୍ଦିର କେବେ ନିର୍ମାଣ କରାଯାଇଥିଲା? ଗୋମାତେଶ୍ୱର ମନ୍ଦିର 984 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଓଡ଼ିଶାର କେଉଁଠାରେ ଜୈନ ସ୍ଥାପତ୍ୟ ଦେଖିବାକୁ ମିଳେ? ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିଠାରେ ଜୈନ ସ୍ଥାପତ୍ୟ ଦେଖିବାକୁ ମିଳେ। ଏଲୋରା କେଉଁଠାରେ ଅବସ୍ଥିତ? ଏଲୋରା ମହାରାଷ୍ଟ୍ରଠାରେ ଅବସ୍ଥିତ। ଉଦୟଗିରିରେ ଜୈନ ଗୁମ୍ଫାମାନେ କିଏ ନିର୍ମାଣ କରିଥିଲେ? ଉଦୟଗିରିରେ ଜୈନ ଗୁମ୍ଫାମାନେ ଖାରବେଳ ନିର୍ମାଣ କରିଥିଲେ। ରିଭିଜନ୍ କରିଦେବା ପିଲାମାନେ। ଗୋମାତେଶ୍ୱର ମନ୍ଦିର କେଉଁଠାରେ ଅବସ୍ଥିତ? କର୍ଣ୍ଣାଟକଠାରେ ଅବସ୍ଥିତ। ଗୋମାତେଶ୍ୱର ମନ୍ଦିର କିଏ ନିର୍ମାଣ କରିଥିଲେ? ରଚମଲ୍ଲଙ୍କ ମନ୍ତ୍ରୀ ଚାମୁଣ୍ଡାରାୟ ନିର୍ମାଣ କରି। ଗୋମାତେଶ୍ୱର ମନ୍ଦିର କେବେ ନିର୍ମାଣ କରାଯାଇଥିଲା? 984 ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଓଡ଼ିଶାର କେଉଁଠାରେ ଜୈନ ସ୍ଥାପତ୍ୟ ଦେଖିବାକୁ ମିଳେ? ଖଣ୍ଡଗିରି ଉଦୟଗିରିଠାରେ ଦେଖିବାକୁ ମିଳେ। ଏଲୋରା କେଉଁଠାରେ ଅବସ୍ଥିତ? ମହାରାଷ୍ଟ୍ରଠାରେ ଅବସ୍ଥିତ। ଉଦୟଗିରିର ଜୈନ ଗୁମ୍ଫାମାନେ କିଏ ନିର୍ମାଣ କରିଥିଲେ? ଖାରବେଳ ନିର୍ମାଣ କରିଥିଲେ। ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ ହାତୀଗୁମ୍ଫା ରାଣୀ ଗୁମ୍ଫା ସମେତ 117ଟି ଗୁମ୍ଫା କିଏ ଉଦୟଗିରିରେ ନିର୍ମାଣ କରିଥିଲେ? କିଏ ନିର୍ମାଣ କରିଥିଲେ? ଖାରବେଳ ନିର୍ମାଣ କରିଥିଲେ। ଉଦୟଗିରି କେଉଁଠାରେ ଅବସ୍ଥିତ? ଉଦୟଗିରି ଭୁବନେଶ୍ୱରଠାରେ ଅବସ୍ଥିତ। ପାୱାପୁରୀ ରାଜଗିର ଓ ପାର୍ଶ୍ୱନାଥ ପର୍ବତ କେଉଁଠାରେ ଅବସ୍ଥିତ? ପାୱାପୁରୀ ରାଜଗିର ଓ ପାର୍ଶ୍ୱନାଥ ପର୍ବତ ବିହାରଠାରେ ହିଁ ଅବସ୍ଥିତ। ମଥୁରା କେଉଁଠାରେ ଅବସ୍ଥିତ? ମଥୁରା ଉତ୍ତରପ୍ରଦେଶଠାରେ ହିଁ ଅବସ୍ଥିତ। କାଥିଆୱାଡ଼ କେଉଁଠାରେ ଅବସ୍ଥିତ? କାଥିଆୱାଡ଼ ଗୁଜରାଟଠାରେ ଅବସ୍ଥିତ। ଚିତ୍ତୋର ଓ ମାଉଣ୍ଟ ଆବୁ
କେଉଁଠାରେ ଅବସ୍ଥିତ? ଚିତ୍ତୋର ଓ ମାଉଣ୍ଟ ଆବୁ ରାଜସ୍ଥାନଠାରେ ଅବସ୍ଥିତ। କିଏ ଜୈନ ଧର୍ମ ଗ୍ରହଣ କରି ଚନ୍ଦ୍ରମୁନିରେ ପରିଣତ ହୋଇଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜୈନ ଧର୍ମ ଗ୍ରହଣ କରି ଚନ୍ଦ୍ରମୁନିରେ ପରିଣତ ହୋଇଥିଲେ। ରିଭିଜନ କରିଦେବା ପିଲାମାନେ। ହାତୀ ଗୁମ୍ଫା, ରାଣୀ ଗୁମ୍ଫା ସମେତ 117ଟି ଗୁମ୍ଫା କିଏ ଉଦୟଗିରିରେ ନିର୍ମାଣ କରିଥିଲେ? ଖାରବେଳ ନିର୍ମାଣ କରିଥିଲେ। ଉଦୟଗିରି କେଉଁଠାରେ ଅବସ୍ଥିତ? ଭୁବନେଶ୍ୱରଠାରେ ଅବସ୍ଥିତ। ପାୱାପୁରୀ, ରାଜଗିର, ପାର୍ଶ୍ୱନାଥ ପର୍ବତ କେଉଁଠାରେ ଅବସ୍ଥିତ? ବିହାରଠାରେ ଅବସ୍ଥିତ। ମଥୁରା କେଉଁଠାରେ ଅବସ୍ଥିତ? ଉତ୍ତରପ୍ରଦେଶଠାରେ ଅବସ୍ଥିତ। କାଥିଆବାଡ଼ କେଉଁଠାରେ ଅବସ୍ଥିତ? ଗୁଜରାଟଠାରେ ଅବସ୍ଥିତ। ଚିତ୍ତୋର ଓ ମାଉଣ୍ଟ ଆବୁ କେଉଁଠାରେ ଅବସ୍ଥିତ? ରାଜସ୍ଥାନଠାରେ ଅବସ୍ଥିତ। କିଏ ଜୈନ ଧର୍ମ ଗ୍ରହଣ କରି ଚନ୍ଦ୍ରମୁନିରେ ପରିଣତ ହୋଇଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ନେକ୍ସଟ ପ୍ରଶ୍ନ ହେଉଛି ମହାମେଘବାହାନ ଐର ଖାରବେଳ କେଉଁ ଧର୍ମ ଗ୍ରହଣ କରିଥିଲେ? ମହାମେଘବାହାନ ଐର ଖାରବେଳ ଜୈନ ଧର୍ମ ଗ୍ରହଣ କରିଥିଲେ। ମହାମେଘବାହାନ ଐର ଖାରବେଳ କେଉଁ ସ୍ଥାନର ରାଜା ଥିଲେ? ମହାମେଘବାହାନ ଐର ଖାରବେଳ କଳିଙ୍ଗର ରାଜା ଥିଲେ। ନିଗମ କେଉଁମାନେ ଗଠନ କରିଥିଲେ? ନିଗମ ବଣିକମାନେ ଗଠନ କରିଥିଲେ। ନିଗମ କାହାକୁ କୁହାଯାଏ? ନିଗମ ବଣିକମାନଙ୍କର ସଂଗଠନକୁ କୁହାଯାଏ। ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ? ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତ୍ରିପିଟକ କାହାକୁ କୁହାଯାଏ? ବୌଦ୍ଧ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକୁ ତ୍ରିପିଟକ କୁହାଯାଏ। ରିଭିଜନ କରିଦେବା ପିଲାମାନେ। ମହାମେଘବାହାନ ଐର ଖାରବେଳ କେଉଁ ଧର୍ମ ଗ୍ରହଣ କରିଥିଲେ? ଜୈନ ଧର୍ମ ଗ୍ରହଣ କରିଥିଲେ। ମହାମେଘବାହାନ ଐର ଖାରବେଳ କେଉଁ ସ୍ଥାନର ରାଜା ଥିଲେ? କଳିଙ୍ଗର ରାଜା ଥିଲେ। ନିଗମ କେଉଁମାନେ ଗଠନ କରିଥିଲେ? ବଣିକ ଗୋଷ୍ଠୀମାନେ ଗଠନ କରିଥିଲେ। ନିଗମ କାହାକୁ କୁହାଯାଏ? ବଣିକମାନଙ୍କର ସଂଗଠନକୁ କୁହାଯାଏ। ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ? ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ତ୍ରିପିଟକ କାହାକୁ କୁହାଯାଏ? ବୌଦ୍ଧ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକୁ ତ୍ରିପିଟକ କୁହାଯାଏ। ନେକ୍ସଟ ପ୍ରଶ୍ନ ହେଉଛି ବୌଦ୍ଧ ଧର୍ମ ଗ୍ରନ୍ଥ ଗୁଡ଼ିକ କେଉଁ ଭାଷାରେ ରଚନା କରାଯାଇଛି? ବୌଦ୍ଧ ଧର୍ମ ଗ୍ରନ୍ଥ ଗୁଡ଼ିକ ପାଲି ଭାଷାରେ ରଚନା କରାଯାଇଛି। ଗୌତମ ବୁଦ୍ଧ କେଉଁ ଭାଷାରେ ତାଙ୍କର ନୀତିବାଣୀ ପ୍ରଚାର କରୁଥିଲେ? ଗୌତମ ବୁଦ୍ଧ ପାଲି ଭାଷାରେ ତାଙ୍କର ନୀତିବାଣୀ ପ୍ରଚାର କରୁଥିଲେ। କେଉଁ ସ୍ତୂପ ବିଶ୍ୱ ପ୍ରସିଦ୍ଧ ଅଟେ? ସାଞ୍ଚି ସ୍ତୂପ ବିଶ୍ୱ ପ୍ରସିଦ୍ଧ ଅଟେ। ସ୍ତୂପ କାହାକୁ କୁହାଯାଏ? ବୁଦ୍ଧଙ୍କର ଶେଷ ଅଂଶ ଯେଉଁ ସ୍ଥାନରେ ରଖାଯାଇଛି ତାକୁ ସ୍ତୂପ କୁହାଯାଏ। ଓଡ଼ିଶାର କେଉଁଠାରେ ବୌଦ୍ଧ ସ୍ଥାପତ୍ୟ ଦେଖିବାକୁ ମିଳେ? ଓଡ଼ିଶାର ରତ୍ନଗିରି, ଉଦୟଗିରି ଓ ଲଳିତଗିରିଠାରେ ବୌଦ୍ଧ ସ୍ଥାପତ୍ୟ ଦେଖିବାକୁ ମିଳେ। କେଉଁ ଦୁଇଟି କଳାରେ ବୌଦ୍ଧ ମୂର୍ତ୍ତିମାନ ନିର୍ମାଣ କରାଯାଇଥିଲା? ଗାନ୍ଧାର କଳା ଓ ମଥୁରା କଳା ମାଧ୍ୟମରେ ବୌଦ୍ଧ ମୂର୍ତ୍ତିମାନେ ନିର୍ମାଣ କରାଯାଇଥିଲା। ଗାନ୍ଧାର କଳା କାହାକୁ କୁହାଯାଏ? ଗାନ୍ଧାର କଳା ଏକ ଗ୍ରୀକ୍ ଶୈଳୀ ଅଟେ। ରିଭିଜନ କରିଦେବା ପିଲାମାନେ। ବୌଦ୍ଧ ଧର୍ମ ଗ୍ରନ୍ଥ ଗୁଡ଼ିକ କେଉଁ ଭାଷାରେ ରଚନା କରାଯାଇଅଛି? ପାଲି ଭାଷାରେ ରଚନା କରାଯାଇଛି। ଗୌତମ ବୁଦ୍ଧ କେଉଁ ଭାଷାରେ ତାଙ୍କର ନୀତିବାଣୀ ପ୍ରଚାର କରୁଥିଲେ? ପାଲି ଭାଷାରେ ନୀତିବାଣୀ ପ୍ରଚାର କରୁଥିଲେ। କେଉଁ ସ୍ତୂପ ବିଶ୍ୱ ପ୍ରସିଦ୍ଧ ଅଟେ? ସାଞ୍ଚି ସ୍ତୂପ ବିଶ୍ୱ ପ୍ରସିଦ୍ଧ ଅଟେ। ସ୍ତୂପ କାହାକୁ କୁହାଯାଏ? ବୁଦ୍ଧଙ୍କର ଶେଷ ଅଂଶ ଯେଉଁ ସ୍ଥାନରେ ରଖାଯାଇଛି ତାକୁ ସ୍ତୂପ କୁହାଯାଏ। ଓଡ଼ିଶାର କେଉଁଠାରେ ବୌଦ୍ଧ ସ୍ଥାପତ୍ୟ ଦେଖିବାକୁ ମିଳେ? ରତ୍ନଗିରି, ଉଦୟଗିରି ଏବଂ ଲଳିତଗିରିଠାରେ। କେଉଁ ଦୁଇଟି କଳାରେ ବୌଦ୍ଧ ମୂର୍ତ୍ତିମାନ ନିର୍ମାଣ କରାଯାଇଛି? ଗାନ୍ଧାର କଳା ଓ ମଥୁରା କଳା। ଗାନ୍ଧାର କଳା କାହାକୁ କୁହାଯାଏ? ଗାନ୍ଧାର କଳା ଗ୍ରୀକ୍ ଶୈଳୀରେ ତିଆରି କରାଯାଇଥିବା ବୌଦ୍ଧ ମୂର୍ତ୍ତିକୁ କୁହାଯାଏ ଗାନ୍ଧାର କଳା। ନେକ୍ସଟ ପ୍ରଶ୍ନ ହେଉଛି ମଥୁରା କଳା କାହାକୁ କୁହାଯାଏ? ମଥୁରା କଳା ଭାରତୀୟ ଶୈଳୀରେ ତିଆରି କରାଯାଇଥିବା ବୁଦ୍ଧଙ୍କର ମୂର୍ତ୍ତିକଳାକୁ ମଥୁରା କଳା କୁହାଯାଏ। ମହାରାଷ୍ଟ୍ରର କେଉଁ କେଉଁ ସ୍ଥାନରେ ବୌଦ୍ଧ ସ୍ଥାପତ୍ୟମାନେ ଦେଖିବାକୁ ମିଳେ? ମହାରାଷ୍ଟ୍ରର କହ୍ନେରୀ, କୋଣ୍ଡାନେ, କାର୍ଲେ, ନାସିକ, ଅଜନ୍ତା, ଇଲୋରା ଇତ୍ୟାଦି ସ୍ଥାନରେ ବୌଦ୍ଧ ସ୍ଥାପତ୍ୟମାନେ ଦେଖିବାକୁ ମିଳେ। ଲଳିତଗିରି କେଉଁଠାରେ ଅବସ୍ଥିତ? ଲଳିତଗିରି ଯାଜପୁରଠାରେ ଅବସ୍ଥିତ। ରତ୍ନଗିରି କେଉଁଠାରେ ଅବସ୍ଥିତ? ରତ୍ନଗିରି ଯାଜପୁରଠାରେ ଅବସ୍ଥିତ। ଉଦୟଗିରି କେଉଁଠାରେ ଅବସ୍ଥିତ? ଉଦୟଗିରି କଟକଠାରେ ଅବସ୍ଥିତ। ବୌଦ୍ଧ ସ୍ଥାପତ୍ୟର ସ୍ୱର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? ବୌଦ୍ଧ ସ୍ଥାପତ୍ୟର ସ୍ୱର୍ଣ୍ଣ ତ୍ରିଭୁଜ ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ କୁହାଯାଏ। ରିଭିଜନ କରିଦେବା ପିଲାମାନେ। ମଥୁରା କଳା କାହାକୁ କୁହାଯାଏ? ଭାରତୀୟ ଶୈଳୀରେ
बौद्ध मूर्ति पर जो निर्माण कराଯାଇଥିଲା ତାକୁ କୁହାଯାଏ ମଥୁରା କଳା। ମହାରାଷ୍ଟ୍ରର କେଉଁ କେଉଁ ସ୍ଥାନରେ ବୌଦ୍ଧ ସ୍ଥାପତ୍ୟମାନେ ଦେଖିବାକୁ ମିଳେ? କନେରୀ, କୋଣ୍ଡାନୀ, କାର୍ଲେ, ନାସିକ, ଅଜନ୍ତା, ଇଲୋରା। ଲଳିତଗିରି କେଉଁଠାରେ ଅବସ୍ଥିତ? ଯାଜପୁରଠାରେ ଅବସ୍ଥିତ। ରତ୍ନଗିରି କେଉଁଠାରେ ଅବସ୍ଥିତ? ଯାଜପୁରଠାରେ ଅବସ୍ଥିତ। ଉଦୟଗିରି କେଉଁଠାରେ ଅବସ୍ଥିତ? କଟକଠାରେ ଅବସ୍ଥିତ। ବୌଦ୍ଧ ସ୍ଥାପତ୍ୟର ସ୍ୱର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ? ଲଳିତଗିରି, ରତ୍ନଗିରି ଓ ଉଦୟଗିରି। ଏହାକୁ ବୌଦ୍ଧ ସ୍ଥାପତ୍ୟର ସ୍ୱର୍ଣ୍ଣ ତ୍ରିଭୁଜ କୁହାଯାଏ। ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଭାରତୀୟ ସଂସ୍କୃତି ଉପରେ ପ୍ରଭାବ। ଏହି ବିଷୟବସ୍ତୁରେ ଆମେ ଆଜି 38ଟି MCQ ଆଲୋଚନା କଲେ ଏବଂ ପରୀକ୍ଷା ଦୃଷ୍ଟିରୁ ଏହି 38ଟି MCQ ଅତ୍ୟନ୍ତ ଆବଶ୍ୟକ ଅଟେ ପିଲାମାନେ ତୁମମାନଙ୍କୁ ଜାଣିବା ପାଇଁ। ଏହାକୁ ଆମେ ରିଭିଜନ୍ ବି କରିଦେଲେ। ବର୍ତ୍ତମାନ ତୁମର କାମ ହେଉଛି ପିଲାମାନେ, ଏଇଠି ମୁଁ ତୁମମାନଙ୍କୁ 6ଟି MCQ ଦେଇଛି। ଏ 6ଟି MCQକୁ ତୁମେ ଏ ଭିଡ଼ିଓଟିକୁ 2ରୁ 3 ଥର ଦେଖ ଏବଂ ବିନା ଦେଖିକି ପିଲାମାନେ ଏହି MCQର ଉତ୍ତର ଗୁଡ଼ିକ ତୁମେ 1 2 3 4 5 6 କରିକି ତୁମେ କମେଣ୍ଟ ବକ୍ସରେ ତାର ଉତ୍ତର ଗୁଡ଼ିକ ଦେବ ଏବଂ ମୁଁ ତୁମର ଉତ୍ତର ଗୁଡ଼ିକୁ କମେଣ୍ଟ ବକ୍ସରେ ଦେଖିବି ପିଲାମାନେ। ଆଜି ପାଇଁ ଏତିକି ଥାଉ ପିଲାମାନେ, ପୁଣି ଗୋଟେ ନୂଆ ବିଷୟବସ୍ତୁ ନେଇକି ଆସିବି ଏବଂ ତାର ମଧ୍ୟ MCQ ଆମେ କରିବା। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ। ଠିକ୍ ଅଛି, ରହିଲି।